ଆପଣ ପାଣି ନ ପିଲେ 8 ଘଣ୍ଟା କି 6 ଘଣ୍ଟା ରହିପାରିବେ କିନ୍ତୁ ବିଜୁଳି ନହେଲେ ଆପଣ 5 ମିନିଟ୍ ରହିପାରିବେ ନାହିଁ। ତେଣୁ ଏ ପରିସ୍ଥିତିରେ ବିଜୁଳି ବିଭାଗ ହେଉଛି ଓଡ଼ିଶାର ସବୁଠାରୁ ଯଦି କିଏ ଦୁର୍ନୀତିଗ୍ରସ୍ତ ବିଭାଗ ଥାଏ ସେ ହେଲା ବିଜୁଳି ବିଭାଗ। ତେଣୁ ବିଜୁଳି ବିଭାଗରେ କେନ୍ଦ୍ର ସରକାରଙ୍କର ରାଜ୍ୟ ସରକାରଙ୍କର ଓଡ଼ିଶାର ଲୋକଙ୍କର ସାଧାରଣ ଲୋକଙ୍କର ପଇସା ଟିକସ ପଇସା ମଧ୍ୟ ଏଥିରେ ଲାଗିଛି। ଆମେ କହୁଛୁ 20,000 କୋଟି ଟଙ୍କା ସରକାରୀ ପଇସା ଏବଂ 7,000 କୋଟି ଟଙ୍କା ଯେଉଁ ଦାବି କରୁଛି ଟାଟାର ଯେଉଁ ପଇସା ଖର୍ଚ୍ଚ ହୋଇଛି ଏହାର ସମ୍ପୂର୍ଣ୍ଣ ଭାବରେ ସିବିଆଇ ତଦନ୍ତ ହେଉ କେଉଁଠି ଏ ଟଙ୍କା ଖର୍ଚ୍ଚ ହୋଇଛି, ଖର୍ଚ୍ଚ ହେଲେ କିଏ ଖାଇଛି ଏବଂ କେଉଁମାନେ ଏ ଟଙ୍କା ନେଇକି ଦେଇଛନ୍ତି ତାହା ଧରା ପଡ଼ିବା ଦରକାର। ଦ୍ୱିତୀୟ କଥା ହେଲା ପ୍ରଦୀପ ଜେନା ମହୋଦୟ ଯେଉଁ ଓଏଏସସି ଅଧ୍ୟକ୍ଷ ଚେୟାରମ୍ୟାନ୍ ଯିଏ ଅଛନ୍ତି ଯିଏ କହିଛନ୍ତି ମୁଁ ସ୍ୱଚ୍ଛାକୃତ ଭାବେ ଅବସର ନେଲି, ତାଙ୍କର ସେଟା ସ୍ୱଚ୍ଛାକୃତ ନୁହେଁ, ତାଙ୍କର ଏଇଟା ହେଉଛି ତାଙ୍କୁ ଚାପରେ ସିଏ ଇସ୍ତଫା ଦେଇଛନ୍ତି। ତାଙ୍କ ଚାପର ସିଏ ଯେଉଁ ଟ୍ୟାରିଫ୍ ଅର୍ଡ଼ର ଦେଇଛନ୍ତି ସେ ଟ୍ୟାରିଫ୍ ଅର୍ଡ଼ରରେ ଯେଉଁ କଥା ଉଲ୍ଲେଖ କରିଛନ୍ତି ତାହା ଯଦି ସତ୍ୟତା ଉନ୍ମୋଚନ ହୁଏ ତାହେଲେ ଏଠି ପାଖାପାଖି 30-40 ଜଣ ଅଧିକାରୀ ମାନେ ମଧ୍ୟ ଫସିବେ, ସେମାନେ ହରଡ଼ ଘଣାକୁ ଆସିବେ। ସେଥିପାଇଁ ତାଙ୍କ ଉପରେ ଚାପ ସୃଷ୍ଟି କରାଯାଇଛି।